ମୋ ପ୍ରାଣ ଦିଆ ପିତା ଈଶ୍ୱରଙ୍କ ବହୁମୂଲ୍ୟ ନାମରେ ପ୍ରତ୍ୟେକ ପ୍ରଭୁଙ୍କ ଲୋକମାନଙ୍କୁ ମୋର ଆନ୍ତରିକ ଏହି ଭିଡ଼ିଓ ପାଇଁ ନମସ୍କାର ଜଣା କରେ। ସମସ୍ତଙ୍କୁ ମୋ ନମସ୍କାର, ପ୍ରେଜ୍ ଦ ଲର୍ଡ। ଅନେକ ଦିନ ପରେ ଆପଣମାନଙ୍କୁ କିଛି ଆମମାନଙ୍କର ସ୍ୱର୍ଗତ ଦିଗାଲ ସାରଙ୍କ ବିଷୟରେ ଅପଡେଟ୍ ଦେଇ ଆସୁଥିଲି। ବର୍ତ୍ତମାନ ଆମ ସମୟରେ ଆମ ଖବର କିଛି ବିଷୟ କରିବା ପାଇଁ ମୁଁ ଚିନ୍ତା କରିଅଛି। ତା କ'ଣ ଅଟେ? ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରତ୍ୟେକ ଶୁଣନ୍ତୁ, ମନୋଯୋଗୀ ହୁଅନ୍ତୁ। ତ ଉତ୍କଳ ବାପ୍ଟିଷ୍ଟ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀ ପକ୍ଷରୁ ଏକ ଶିବିର ହେବାକୁ ଯାଉଛି। ତାହା କ'ଣ ହେବ, କେଉଁମାନେ ଯୋଗଦାନ ଦେବେ, ସେଥିରେ ବକ୍ତା କିଏ, କାହା ଆନୁକୂଲ୍ୟରେ ସମସ୍ତ ବିଷୟ ହେଉଛି, ସେ ସମ୍ପର୍କରେ ଏହି ଭିଡ଼ିଓରେ ମୁଁ କହିବା ପାଇଁ ଚାହେଁ ପ୍ରିୟ ଲୋକମାନେ। ଆସନ୍ତୁ ଆମେ ଦେଖିବା ପାଇଁ ଯିବା। ପ୍ରଭୁ ଅନୁଗ୍ରହ କରି ଉତ୍କଳ ବାପ୍ଟିଷ୍ଟ ସଣ୍ଡେ ସ୍କୁଲ ସମିତି ପାଇଁ ଏକ ସୁନ୍ଦର ଅନୁଗ୍ରହ ଦେଇଛନ୍ତି। 2024-25 ବର୍ଷ ପାଇଁ ଏହା ଦ୍ୱିତୀୟ ଥର ଶିବିର ହେବାକୁ ଯାଉଛି। ତ ଆସନ୍ତୁ ଦେଖିବା ପାଇଁ ଯିବା ଏ ଦ୍ୱିତୀୟ ଥର ଶିବିର କେତେ ଦିନ ହେବ ପ୍ରିୟ ଲୋକମାନେ। ତେବେ এই ଦ୍ୱିତୀୟ ଦିନ ଶିବିର ବା এই ଦ୍ୱିତୀୟ ଶିବିରଟି 2 ଦିନ ହେବାକୁ ଯାଉଛି। ତା କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ହେବ ପ୍ରିୟ ଲୋକମାନେ, ଆସନ୍ତୁ ତା ସମ୍ପର୍କରେ ମୁଁ କହିବା ପାଇଁ ଚାହେଁ। ତ ଚଳିତ ମାସ, ଚଳିତ ବର୍ଷ ପ୍ରିୟ ପ୍ରଭୁଙ୍କ ଲୋକମାନେ 2/12/2024 ସୋମବାର ଦିନ, ପୁଣି ସେଇଦିନ ଠାରୁ ଆଉ ତାରିଖ 3/12/2024 ତାରିଖ ପର୍ଯ୍ୟନ୍ତ ମଙ୍ଗଳବାର, এই 2 ଦିନ ଅର୍ଥାତ୍ ସୋମବାର ମଙ୍ଗଳବାର ଦିନ 2 ଦିନ ଆଉ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀ ଶିବିର ହେବାକୁ ଯାଉଛି ପ୍ରିୟ ଲୋକମାନେ। ତେଣୁ ଅତି ଆନନ୍ଦର ବିଷୟ, ଏକ ଶୁଭେଚ୍ଛାର ବିଷୟ ଅଟେ, ୱେଲକମ୍ର ବିଷୟ ଅଟେ ପ୍ରିୟ ଲୋକମାନେ ଏହି ଶିବିର ପାଇଁ। ତେଣୁ ଏହି ଶିବିର କେଉଁ ଅନୁଷ୍ଠାନର ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ସେ ସମ୍ପର୍କରେ ମୁଁ କହିବା ପାଇଁ ଚାହେଁ। ପ୍ରଭୁଙ୍କ ଲୋକମାନେ ନିଶ୍ଚିତ ଭାବେ ଶୁଣନ୍ତୁ। ଆଉ ବର୍ତ୍ତମାନ ଆମେ ଜାଣୁଛୁ ଯେ ଏହି ଶିବିର ଏକ ଆନୁଷ୍ଠାନିକ ମାଧ୍ୟମରେ ହେବାକୁ ଯାଉଛି। ତାହା ହେଉଛି ରେଭ୍ ଅଜିତ ସେନ ଆନ୍ଧ୍ରା ପ୍ରଭୁଙ୍କ ଦାସଙ୍କ ଦେଇ ଏହି ସମସ୍ତ କାର୍ଯ୍ୟ ଆମ ସମ୍ମିଳନୀ, ଆମ ଖବର ମାଧ୍ୟମରେ ଜାଣିବାକୁ ପ୍ରଭୁ ଅନୁଗ୍ରହ କରିଛନ୍ତି। ଯେ ବିଶେଷ କରି ସଣ୍ଡେ ସ୍କୁଲ ସମିତିକୁ ଧନ୍ୟବାଦ ଦେବି, ତାଙ୍କର ଆପ୍ରାଣ ଚେଷ୍ଟା ସମସ୍ତ ଦେଇ এই ଦ୍ୱିତୀୟ ଶିବିର ହେବାକୁ ଯାଉଛି। ତେଣୁ ଏହା ରେଭ୍ ଅଜିତ ସେନ ଘର ହେଉଛି ଆମ ଗଜପତିର, ଅର୍ଥାତ୍ ରାୟଗଡ଼ା ବ୍ଲକର ବାସିନ୍ଦା ଅଟନ୍ତି ପ୍ରିୟ ଲୋକମାନେ। ପ୍ରଭୁଙ୍କ ସେବାରେ ସେବା କାର୍ଯ୍ୟରେ ଚାଲୁଅଛନ୍ତି। ତେଣୁ ତାଙ୍କ ଦେଇ ଏହି ସମସ୍ତ କାର୍ଯ୍ୟ ହେବାକୁ ଯାଉଛି। ତେଣୁ ଏହି 2 ଦିନ ଶିବିରରେ କେଉଁମାନେ ଆସନ୍ତୁ ଦେଖିବା ପାଇଁ ଯିବା। ତ ଏହି ପୂର୍ବରୁ ଏହି ଶିବିରଟି କେଉଁ ସ୍ଥାନରେ ଅନୁଷ୍ଠିତ ହେବ 2 ଦିନ, ସେ ସମ୍ପର୍କେ ପ୍ରଥମେ ଶୁଣନ୍ତୁ ପ୍ରିୟ ଲୋକମାନେ। ଏହି ସମସ୍ତ ଶିବିର ଆମମାନଙ୍କର ସମ୍ମିଳନୀର ପ୍ରଶାସନିକ କାର୍ଯ୍ୟାଳୟରେ ପାଳାଖେମୁଣ୍ଡାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରିୟ ଲୋକମାନେ ସେଠାରେ ଯୋଗଦାନ ଦେବା ନିମନ୍ତେ ମନୋଯୋଗୀ ହେବେ। ତେଣୁ ଏଠାରେ କିଏ ବକ୍ତା ଭାବେ ଯୋଗଦାନ ଦେଇ ବାକ୍ୟ ପରିବେଷଣ କରିବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ସେ ସମ୍ପର୍କରେ ମୁଁ କହିବା ପାଇଁ ଚାହେଁ। ଦେଖନ୍ତୁ, ତ ଏଥିରେ 2ଟି ବକ୍ତା ଅଛନ୍ତି। ଆଉ ଦେଖନ୍ତୁ ପ୍ରିୟ ଲୋକମାନେ, ବକ୍ତା ରେଭ୍ ଅଜିତ ସେନ ଆନ୍ଧ୍ରା, ପୁଣି ଦ୍ୱିତୀୟ ନମ୍ବର ବକ୍ତା ଅଛନ୍ତି ରେଭ୍ ରାଜଶେଖର ହାଇଦ୍ରାବାଦ। ପାଳକ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରିୟ ଲୋକମାନେ। ତେଣୁ ଏମାନେ 2 ଦିନ ବାକ୍ୟ ପରିବେଷଣ କରିବେ, ଏ ଶିବିରରେ ଯୋଗଦାନ ଦେବେ। ଏହା ଏକ ସୁନ୍ଦର ଖବରଟି ଆମେ ପାଇଅଛୁ, ପ୍ରଭୁକୁ ଧନ୍ୟବାଦ ଦେବି। ତେଣୁ ଏହି ଶିବିର ତ ନିହାତି 2 ଦିନ ଅନୁଷ୍ଠିତ ହେବ। ଏଥିରେ କେଉଁମାନେ ଯୋଗଦାନ ଦେବେ, କେଉଁମାନଙ୍କ ପାଇଁ ଏ ଚିଠି ହେଇଛି, ଆସନ୍ତୁ ଦେଖିବା ପାଇଁ ଯିବା। ତ ଏଥିରେ କେଉଁମାନେ ଏହି 2 ଦିନ ଶିବିରରେ ଯୋଗଦାନ ଦେଇପାରିବେ, ପ୍ରତ୍ୟେକ ମଣ୍ଡଳୀର, ପୁଣି ଶାଖା ମଣ୍ଡଳୀର ଅଧ୍ୟକ୍ଷମାନେ ହିଁ ଯୋଗଦାନ ଦେବା ନିମନ୍ତେ କାର୍ଯ୍ୟକ୍ରମ ରହିଅଛି। ତେଣୁ ସଣ୍ଡେ ସ୍କୁଲ ସମିତିର ମଣ୍ଡଳୀର, ଶାଖା ମଣ୍ଡଳୀର ପ୍ରଭୁଙ୍କ ଲୋକମାନେ, ଅଧ୍ୟକ୍ଷ ଗଣମାନେ ଯୋଗଦାନ ଦେବା ନିମନ୍ତେ এই ଚିଠିରେ ଉଲ୍ଲେଖ ହୋଇଛି ବା ନିର୍ଦ୍ଦେଶ ଆସିଛି ଲୋକମାନେ, ଏହା ଆମେ ପ୍ରତ୍ୟେକ ଜାଣୁ। ପୁଣି ଏକ ନିଶ୍ଚିତ ଭାବେ ଆସନ୍ତୁ ଏହି ସୁନ୍ଦର ଖବରକୁ ନେଇ ଆମେ ଉକ୍ତ ଶିବିର ଯେପରି ସାଫଲ୍ୟ ମଣ୍ଡିତ ହେବ, ପ୍ରଭୁଙ୍କ ଅନୁଗ୍ରହ, ଦୟା, ପ୍ରେମ, ସହାୟତା ଦେଇ ସକଳ କାର୍ଯ୍ୟ ହେଉଛି। ଏଥିପାଇଁ ମୁଁ ଅନୁରୋଧ କରେ ପ୍ରିୟ ସଣ୍ଡେ ସ୍କୁଲ ସମିତି ଗଣର ପ୍ରତ୍ୟେକ ଅଧ୍ୟକ୍ଷ ଗଣମାନଙ୍କୁ ଅନୁରୋଧ କରୁଛି ଯେ ନିଶ୍ଚିତ ଭାବେ ଉକ୍ତ 2 ଦିନ ବହୁ ସଂଖ୍ୟକ ଭାବେ ଯୋଗଦାନ ଦେଇ ଉକ୍ତ ଶିବିରକୁ ସଫଳ କରି ପ୍ରଭୁଙ୍କ ଗୌରବ ହେବା ସାଥେ ସାଥେ ଆଉ ନିଜର ଆଶୀର୍ବାଦ ଅଂଶୀବା ନିମନ୍ତେ ମନୋଯୋଗୀ ହେବେ। ପ୍ରଭୁ ଏହି ସଂକ୍ଷିପ୍ତ ବିଜ୍ଞାପନ ବା ସମ୍ବାଦ ପାଇଁ ଆଶୀର୍ବାଦ କରନ୍ତୁ।